ସାଙ୍ଗ ଆଜି ଚିକେନ ବିରିୟାନୀ ଖାଇବା ବହୁତ ଇଚ୍ଛା ହଉଛି ରେ। କି ବାର କହିଲୁ ଆଜି? ଆଜି ସୋମବାର ପରା ରେ। କି କଥା ବାର ବି ଭୁଲି ଯାଉଛୁ ରେ। ଆଜି ସୋମବାର ହରହର ମହାଦେବ। ତାପରେ ଶ୍ରାବଣ ମାସ ଚାଲିଛି ନାଇଁ ସାଙ୍ଗ? ଏ ଶ୍ରାବଣ ମାସଟା ସରୁ ପୁରା ନାଦିକି ଖାଇବି। ଦେଖିଲୁ ସାଙ୍ଗ ସେ କୁକୁରର ଗୋଡ଼ ଭାଙ୍ଗି ଯାଇଛି। ଏ ଗାଡ଼ି ବାଲା ବି ଯାହା ଚଲାଉଛନ୍ତି ଦେଖିଲୁ ସାଙ୍ଗ କୁକୁରଟା କେତେ କଷ୍ଟ ପାଉଛି। ଆରେ ଏ କଣ କରୁଛୁ ସାଙ୍ଗ? ଆଉ ରହୁନ ଦେଖିବୁ କେମିତି ମଜା ଆସିବ। ଆରେ ତୁ ଏ କଣ କରୁଛୁ? ଦେଖୁଛୁ ତାର ଗୋଡ଼ ଭାଙ୍ଗିଛି, ସେ ଏମିତିରେ କଷ୍ଟ ପାଉଛି। ଓହୋ, ତୋ ମନରେ ଜୀବମାନଙ୍କ ପ୍ରତି ଚିନ୍ତାଧାରା ଅଛି, ମତେ ତ କାହିଁ ଲାଗୁନି। କାହିଁ ମୁଁ କଣ ମଣିଷ ନୁହଁ? ତତେ ପଶୁ ଭଳି ଦେଖାଯାଉଛି। ପଶୁ ପକ୍ଷୀ ତୁ କେତେ ଗୁଣରେ ଭଲ ହେବେ। ଏଠି ଗୋଟେ କୁକୁରର ଗୋଡ଼ ଭାଙ୍ଗି ଯାଇଛି, ତତେ ଦେଖାଯାଉଛି, ତା କଷ୍ଟ ତୁ ଅନୁଭବ କରିପାରୁଛୁ। କଣ କଲୁ? ଶ୍ରାବଣ ମାସ ସରିଲେ ଚିକେନ ନାଦିକି ଖାଇବୁ। ଭାବିଲୁ ଗୋଟେ ପକ୍ଷୀକୁ ଜିଅନ୍ତା କଟା ହଉଥିବ, ତାକୁ କେମିତି କଷ୍ଟ ହଉନଥିବ। ଭାଇ ତୁ ତାର ଭାଷଣ ମାନନା, ତୁ ତାର ବାବା ହେଇକି ରହ, ମୁଁ ମୋର ଚିକେନ ଖାଇବି। ଭାଇ ତୁ ସିନା ମତେ ବୁଝେଇ ଦଉଛୁ, ତୁ ସଂସାର ବୁଝେଇ ପାରିବୁ? ସଂସାର ଏମିତି କେତେ ବଡ଼ କି? ଆଜି ଯଦି ତୁ ବୁଝିଗଲୁ, ତୁ ଆଉ 2 ଜଣଙ୍କୁ ବୁଝେଇବୁ, ସେ 2 ଜଣ କାଲି ଆଉ 2 ଜଣଙ୍କୁ ବୁଝେଇବେ। ଏମିତି ହେଇକି ଦିନେ ଦୁନିଆ ପରିବର୍ତ୍ତନ ହେଇଯିବ। ହାରିଗଲେ ଆଜ୍ଞା, ମୋ ଦ୍ୱାରା ଏସବୁ କିଛି ହେଇପାରିବନି। ହେ ପ୍ରଭୁ, ଏ କଳିଯୁଗର ମନୁଷ୍ୟ ଦାନବ ପାଲଟି ଗଲେଣି। ଏହି ଦାନବମାନଙ୍କୁ ବିନାଶ କରିବାକୁ ହେଲେ ଆପଣଙ୍କୁ କାଳଭୈରବ ରୂପ ନେଇ ଏହି ଧରାପୃଷ୍ଠକୁ ଓହ୍ଲାଇବାକୁ ପଡ଼ିବ।